ଏହି ଭାବରେ ସ୍ମିତା ନିଜକୁ ମିଶାଇ ଦେଲେ କେଉଁ ଏକ ଅପ୍ରୀତିହତ ବେଗର ଆବେଗ ସାଙ୍ଗରେ ଏବଂ ବାରମ୍ବାର ନିଜକୁ କହିଲେ ଯେ ତାଙ୍କର ଏହି ଅଭିସାର ବିଫଳ ହେବ ନାହିଁ, କଦାପି ନୁହେଁ। ଶ୍ରୀ ରାଧାକୁ ତାର ଶ୍ୟାମ ମିଳିବ ହିଁ ନିଶ୍ଚୟ। ଭାବୁ ଭାବୁ ସ୍ମିତା ଆଖି ବୁଜି ଦେଉଥିଲେ। ସତେ ସେହି ମିଳନ ମୁହୂର୍ତ୍ତରେ ପହଞ୍ଚିଗଲା ପରି। ସେହି ଉପଲବ୍ଧିକୁ ଡାକି ଆଣିଲା ବେଳେ ଅଭିଳଷିତ ଅନୁଭବକୁ ନିବିଡ଼ରୁ ନିବିଡ଼ତର, ଗଭୀରରୁ ଗଭୀରତର କଲାବେଳେ କେବେ ହେଲେ କ'ଣ ତାଙ୍କ ମନକୁ ଛୁଇଁଥିବ ଯେ ୟାର ଶେଷ କଥା ହେଉଛି ମୃତ୍ୟୁ? ହୋଇଥିବ, ହେଲେ ତାଙ୍କ ଅଜାଣତରେ। କିନ୍ତୁ ଏହା ଅବଶ୍ୟ ସତ ଯେ କ୍ରମଶଃ ଅଭିସାର ବୋଧର କୌତୁକ ମାତ୍ର କୌତୁକ ହୋଇ ରହିପାରିଲା ନାହିଁ। ଅଭିନେତ୍ରୀର ମାନସିକତା ଏଭଳି ଏକ ପର୍ଯ୍ୟାୟରେ ପହଞ୍ଚିଲା ଯେ ଭାବିବାକୁ ଭଲ ଲାଗିଲା, ଭାବିବାକୁ ଲୋଭ ହେଲା ଯେ ସ୍ମିତା ସତେ ଅଭିସାରିକା। ସେତିକି ଆବେଗ ଅଛି ତା ପ୍ରାଣରେ ଏବଂ ସେତିକି ଆତ୍ମବିଶ୍ୱାସ ଯେ ତା ଶ୍ୟାମଙ୍କୁ ପାଇବ ହିଁ ପାଇବ। ସତେକି ନିବେଦିତା, ସମର୍ପିତା। ମନେହୁଏ ଯେ ଉଦ୍ଦେଶ୍ୟ ବିଶେଷ ମଧ୍ୟ ଓହରି ଯାଇଥିବ କେତେବେଳେ ହେଲେ ଏକ ସୁସ୍ପଷ୍ଟ ମନ୍ତ୍ରୀପଦର କଳ୍ପନାରୁ। କେବଳ ଥିବ ତାର ଅନୁଭବ ସାର, ତହୁଁ ଏକ ଅନିର୍ଦ୍ଦିଷ୍ଟ ଉପଲବ୍ଧିର କାମନା। ତେଣୁ କଥା ହେଉଛି ଯେ ସେଭଳି ଉପଲବ୍ଧିର କାମନା, ଏକ ତୀବ୍ର ଏବଂ ଦୁର୍ଦ୍ଧର୍ଷ କାମନା କ'ଣ ସାମାନ୍ୟ ଜଣେ ବାଲୁବାବା ବା ଜୟୀବାବାଙ୍କଠାରେ ସୀମିତ, ପର୍ଯ୍ୟବେସିତ ହୋଇପାରିବ? ସେଥିର ଶ୍ୟାମ ଛବି କ'ଣ ଆପେ ଆପେ ମହାମହିମ ମୃତ୍ୟୁ ପରି ଦିଶିବ ନାହିଁ? ଏହା ହିଁ ମୋର କହିବା କଥା। ମୋ ଗୋପରେ ତାର ସୂଚନା ଥାଉ ବା ନଥାଉ ଏବଂ ରୂପେଲି ପରଦା ତାକୁ ଧରି ନ ପାରିଲେ ନାହିଁ। କିନ୍ତୁ ଏଭଳି କୌଣସି ଦୃଶ୍ୟ ପରେ ଦୃଶ୍ୟ ତାଙ୍କ ଆଖିରେ ପଡ଼ିଲା କି ଯେଉଁଥିରେ ଏହି ପ୍ରକାର ଭାବାବେଗ ତ୍ୱରାନ୍ୱିତ ହେଲା? ଯେତେବେଳେ ସେ ଦେଖିଲେ ସାମ୍ନା ସିଟ୍ରେ ଆସି ପହଞ୍ଚୁଥିବା ଗୋଟିଏ ମଧ୍ୟବୟସୀ ମା'ର ପେଟରେ ପିଲାଟାଏ, ପୁଅଟାଏ ତା ମୁହଁକୁ ଗୁଞ୍ଜିଦେଲା, ଆଉ ଉଠିଲା ନାହିଁ ସେଠୁ, ଅପ୍ରସ୍ତୁତ ହୋଇ ଉଠିଥିବା ମା'ର ବାରଣକୁ ଅମାନ୍ୟ କରି। କେଉଁ ପ୍ଲାଟଫର୍ମର ବେଞ୍ଚରେ ବସିଥିବା ପ୍ରଣୟୀ ତା କୋଳରେ ଶୋଇଥିବା ପ୍ରଣୟିନୀର କପାଳକୁ ଆଉଁଶୁଛି ତ ଆଉଁଶୁଛି। ଖରା, ଧୂଳି, ଅପର ଇତରର ଲୋକମାନଙ୍କର ଚାହାଣୀ ଏବଂ ପାଖରେ ନଡ଼ବଡ଼ ହେଉଥିବା ଛେଳିମାନଙ୍କୁ ପରୁଆ ନ କରି। ଲାଇନ୍ ସେପାଖର ଗାଁରେ 7-8 ବର୍ଷର ପୁଅ ଝିଅ 2 ଜଣ ପରସ୍ପରର ଅଣ୍ଟାରେ ହାତ ଗୁଡ଼େଇ ହୋଇ ଚାଲିଛନ୍ତି ଏବଂ ବାଟ ଓଗାଳୁଥିବା ପାଣି କି ପଥର ଯୋଗୁଁ ଟିକିଏ ଛଡ଼ାଛଡ଼ି ହେଲା ପରେ ପୁଣି ଯେଉଁ କଥାକୁ ସେଇ କଥା। ସତେକି ଇଏ ଏକ ଚିରନ୍ତନ ବନ୍ଧନର ଛନ୍ଦ, ଯାହା କେବେ ହେଲେ ତୁଟିବାର ନୁହେଁ। ବୁଢ଼ା ନିପାରିଲା ଷଣ୍ଢଟାଏ ଅସ୍ଥି ଚର୍ମସାର ବୁଢ଼ୀ ଗାଈର ଦେହକୁ ଚାଟୁଛି। ଚାଟୁଛି ତ ଚାଟୁଛି, ମୁଁ ତତେ ଭୁଲି ନାହିଁ ଲୋ, ଭୁଲି ନାହିଁ ବୋଲି କହିଲା ପରି। ଆରେ ବୁଡ଼ବକ୍, ଛାଡ଼ିଦେ ତାକୁ, ଗୋଟାଏ ଇଞ୍ଜିନ୍ ସଣ୍ଟିଂ କରି ଆସୁଛି ପରା ତମ ଆଡ଼କୁ। ଆରେ ତୁ ଅନ୍ଧଟା ନା କ'ଣ ମ? ଇସ୍, ଅତିଶୟ ତାକୁ ଛିଃ କରିଦେଲା ପରି ଇସ୍। ହେଲେ ସେଇ ଶୀତ୍କାର ବେଳେବେଳେ ରୋମାଞ୍ଚ ପରି ଲାଗୁଥାଏ ତାଙ୍କୁ। ସତେକି ଏଇ ବାଟରେ ସେ କେବେ ହେଲେ ଯାଇନାହାନ୍ତି ସିନା, କହିଲେ ମୁଁ ନ ଯାଇଛି ଭଲ କରିଛି। କିନ୍ତୁ ଏଇ ନିଜକୁ ମିଟେଇ ଦେବାର ସତ୍ୟାନାଶୀ ଆବେଗ, ସ୍ନେହରେ ହେଉ କି ଶ୍ରଦ୍ଧାରେ, ପ୍ରେମରେ, ତହୁଁ ଭକ୍ତିରେ ମଧ୍ୟ ହୋଇପାରେ, ତାକୁ ମିଛ ବୋଲି କହିବୁ କେମିତି? ଅଭିନୟଟା ଅଧିକରୁ ଅଧିକ ଭଲ ଲାଗୁଥିଲା ତାଙ୍କୁ ଏବଂ ଅଭିସାରର ମର୍ମକଥା ସତେ ସୁନ୍ଦର ବୋଲି ମନେ ହେଉଥିଲା। ଏହି କ୍ରମରେ ସ୍ମିତା ବେହେରା ଅଧିକରୁ ଅଧିକ ସୁନ୍ଦର ଦିଶିଲେ। ମୋର ଟିକିଏ ସନ୍ଦେହ ଥିଲା ଯେ ଅଭିସାର ପଥରେ ଧାବମାନ ସ୍ମିତାଙ୍କ ମନୋଭାବର ଏହି କ୍ରମଶୀଳ ପଟ୍ଟ ପରିବର୍ତ୍ତନ, ଯେଉଁଥିରେ ସେ ଅଧିକରୁ ଅଧିକ ସୁନ୍ଦର ହୋଇଉଠିବେ ପ୍ରେମ ଭକ୍ତିର ଭାବାବେଗକୁ ନେଇ, ତାକୁ ଆଶୁ ମହାନ୍ତି ଚଳଚ୍ଚିତ୍ରରେ ଫୁଟାଇ ପାରିବେ କି ନାହିଁ? ଫ୍ଲାସ୍ବ୍ୟାକ୍ରେ ସ୍ମିତାଙ୍କୁ କିଶୋରୀ ଏବଂ ତରୁଣୀ କରିଦେବା ହୁଏତ ସମ୍ଭବ, କିନ୍ତୁ ଏଇ ଯେଉଁ ଭାବାତ୍ମକ କ୍ରମବର୍ଦ୍ଧମାନ ସୁନ୍ଦରପଣ, ମୁଁ ଆଶୁବାବୁଙ୍କୁ କହିଲି ସେ କଥା। କିନ୍ତୁ ସେ ହସିଲେ, କହିଲେ, ଆପଣ ଜାଣନ୍ତି ନାହିଁ ଭାଇ, ଟେକ୍ନୋଲୋଜି କେତେ ଆଗେଇ ଗଲାଣି। ଦେଖିବେ ଆମ ସ୍ମିତା ସୋନାଲି କେମିତି ବଦଳି ବଦଳି ଯିବ, ଭଦୁଆ ମେଘରେ ଚହଟି ଉଠୁଥିବା ସୂର୍ଯ୍ୟାସ୍ତ ପରି। ମୁଁ ତାଙ୍କର ଏଇ କବିତ୍ୱକୁ ଅତିରଞ୍ଜନରୁ ବଳି ବଡ଼େଇ ବୋଲି ଭାବିଥିଲି, କିନ୍ତୁ ମୁଁ ପ୍ରକୃତରେ ମୁଗ୍ଧ ହେଲି ସ୍ମିତା ନାୟିକାଙ୍କର ଉତ୍ତରଣଶୀଳ ଚେହେରା ଦେଖି। ଏଭଳି ସେ ଚେହେରା ଯେ ଜୟୀବାବାଙ୍କ ସମ୍ମୁଖରେ ଉଭା ହେଲାବେଳେ ସେ ଦିବ୍ୟ ସୁନ୍ଦର ଦେଖାଯାଉଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷତଃ ଗଳଗ୍ରସ୍ତ ହୋଇ ତାଙ୍କୁ ପ୍ରଣାମ କରି ତାଙ୍କ ମୁହଁକୁ ଅନେଇଲା ବେଳେ ସେ ଯେ ତରୁଣୀ ପାଲଟି ଯାଇଥିଲେ ତା ନୁହେଁ। କୋରଡ଼ ଆଖି ସେମିତି ଥିଲା ତଥା ଫୁରୁଫୁରୁ ଧଳା ବାଳ ଏବଂ ଖାଲୁଆ ଗାଲ, ହେଲେ ଏକ ଅପରୂପ ମାଧୁର୍ଯ୍ୟ ଫୁଟି ଉଠୁଥିଲା ସେ ମୁହଁରେ। ସୁନ୍ଦରୀ ସ୍ମିତା ମଧ୍ୟ ଉଲୁସି ଉଠୁଥିଲେ ସେତେବେଳେ ସେ ପ୍ରଣାମ କରି ସାରି ଅନେଇଲେ ଜୟୀବାବାଙ୍କ ମୁହଁକୁ। ବାବା ହାତ ଉଠେଇ କହିଲେ, ଯୁଗ ଯୁଗ ଜିଓ, ଜୟ ଜୀବନ କି। ଆଗନ୍ତୁକଙ୍କୁ ଅଭିବାଦନ ଅବା
ଆଶୀର୍ବାଦ କଲାବେଳେ ଜୀବନର ଜୟ ଜୟକାର କରିବା ବାବାଙ୍କର ବିଶେଷତ୍ୱ ଏବଂ ସେଥିଲାଗି ସେ ଲୋକମୁଖରେ ଜୟୀ ବାବା ବୋଲି ପରିଚିତ। ତାପରେ ଯେଉଁ ବାର୍ତ୍ତାଳାପ ରଚିତ ହେଲା ସ୍ୱାମୀ ଭାରତେଶ୍ୱର ମହାରାଜା ଓରଫ ଜୟୀ ବାବା ଏବଂ ତାଙ୍କର ନବଲବ୍ଧ ଭକ୍ତଙ୍କ ମଧ୍ୟରେ, ତାର ସାରାଂଶ ଏହି ପ୍ରକାର। ପ୍ରସାଦ ସେବନ କରିସାରିଲେଣି ଏବଂ ସାମାନ୍ୟ ବିଶ୍ରାମ? ହଁ ବାବା, ଅନେକ ଧନ୍ୟବାଦ। ମୁଁ ଜାଣେ ତୁମେ କାହିଁକି ଆସିଛ ଏଠିକି ଏତେ ପଥଶ୍ରମ କରି। ସବୁ ସେଇ ଲୀଳାମୟଙ୍କ ଇଚ୍ଛା ଏବଂ ତାଙ୍କର ଇଚ୍ଛା। ମୁଁ ତାର ସଂକେତ ପାଇସାରିଲିଣି ଯେ ତୁମକୁ ମିଳିବ ତୁମର ପ୍ରାପ୍ୟ ଇପ୍ସିତ ସଫଳତା ଏବଂ ଗୌରବ। ସେଇଠୁ ସ୍ମିତା ହାତ ଯୋଡ଼ି ପୁଣି ଥରେ ମୁଣ୍ଡ ନୁଆଇ ନମସ୍କାର କଲେ ସ୍ୱାମୀଜୀଙ୍କୁ, ତାଙ୍କର ଗଭୀର କୃତଜ୍ଞତା ଜଣାଇ। ଆଃ, କି ଅନୁପମ କ୍ଳାନ୍ତି, ଉଜ୍ଜ୍ୱଳ ଚାହାଣୀ। ବୟସ 40-45ରୁ କମ୍ ହେବ ନାହିଁ, କିନ୍ତୁ ଏଇ ସୁଠାମ, ସୁଢଳ ଓ ମସୃଣ ଦେହକୁ ଦେଖିଲେ କିଏ କହିବ ଯେ ସେ ଟୋକିଟିଏ ନାହାନ୍ତି? ହେଲେ ଯେଉଁ ପ୍ରଶାନ୍ତିର ଭାବ ଉତୁରି ଆସୁଛି ତାଙ୍କ ଚେହେରାରୁ, ତାକୁ ଦେଖିଲେ କିଏ କହିବ ଯେ ସେ ଏକ ସିଦ୍ଧ ଏବଂ ଶତାୟୁ ସନ୍ଥ ନୁହନ୍ତି? ଦେଖୁ ଦେଖୁ କହି ସାରିଲେଣି ଯେ ମୋତେ ମିଳିବ ମୋର ପ୍ରାପ୍ୟ, କିନ୍ତୁ ମୋତେ ଭୁଲ ବୁଝି ନାହାନ୍ତି ତ? କାରଣ ମୁଁ ଯେଉଁ ଉଦ୍ଦେଶ୍ୟ ନେଇ ବାହାରିଥିଲି ତା କ'ଣ ଠିକ୍ ସେମିତି ଅଛି ଏହି କ୍ଷଣି? ସେଇ ଲାଗି ସେ କହିଲେ, ବାବା, ମୋର ପ୍ରଥମ ଉଦ୍ଦେଶ୍ୟ ଥିଲା ଆପଣଙ୍କୁ ଭେଟିବା, ଆପଣଙ୍କର ଆଶୀର୍ବାଦ ଲାଭ କରିବା, ବାକି ସବୁ ଆନୁଷଙ୍ଗିକ। ଜାଣିଛି ମା, ଜାଣିଛି। ବାଲଚନ୍ଦର କହିଛି ମୋତେ ସବୁ କଥା ତୁମ ବିଷୟରେ। ଶୁଣିଛି ତୁମର ଜୀବନ ଚରିତ, କିଭଳି ସତ୍ସାହସ ଏବଂ ନିଷ୍ଠା ସହକାରେ ତୁମେ ବଡ଼ ନେତ୍ରୀ ହୋଇପାରିଛ। କିନ୍ତୁ ତୁମେ ଥକି ଯାଇ ନାହଁ, ଆହୁରି ଅନେକ ପାଇବାକୁ ଚାହଁ, ଯାହା ତୁମର ପାଉଣା। ବାଲୁବାବୁ କ'ଣ ଅଛନ୍ତି ଏଠି ବର୍ତ୍ତମାନ? ସ୍ମିତା ପଚାରିଲେ କଥା ମଝିରେ ଏବଂ ସେଉଠୁ ଲଜ୍ଜିତ ହେଲେ ତାଙ୍କ ଅଭଦ୍ର ବ୍ୟବହାର ପାଇଁ। ଆଇ ଏମ୍ ସରି। ଧୈର୍ଯ୍ୟ ଧର ମା, ନିଶ୍ଚୟ ଦେଖାହେବ ତୁମର ତାଙ୍କ ସାଙ୍ଗରେ। ତାଙ୍କର ଗତକାଲି ଆସିବାର ଥିଲା, କିନ୍ତୁ ଅଟକି ଯାଇଛନ୍ତି କୌଣସି କାରଣରୁ। ସେ ଆଜି ରାତିରେ ପହଞ୍ଚିବେ ବୋଲି ଖବର ପାଇଛି। ନା ବାବା, ମୁଁ ତାଙ୍କୁ ଦେଖିବା ଲାଗି ଆସିନାହିଁ ଏଠିକି। ସେ ତ ଆମ ଅଞ୍ଚଳର ଲୋକ। ମୁଁ ଏଠିକି ଆସିବି କାହିଁକି ତାଙ୍କୁ ଦେଖିବି ବୋଲି? ବାବା ସୁମଧୁର ସ୍ମିତ ହାସଟିଏ ଦେଲେ। ସ୍ମିତା ଦେବୀଙ୍କର ମନେ ହେଲା ଯେ ପୃଥିବୀର ଆଉ କେଉଁ ଓଠ ଦିଓଟିକୁ ଆସିନଥିବ ପରା ଏଭଳି ହସଟିଏ। କାରଣ କେବଳ ରସ ଭରି ହୋଇନାହିଁ, ସେଥିରେ ମଧ୍ୟ ଅଛି ଏକ ବିରାଟ ରହସ୍ୟ। ହୁଏତ ପୂର୍ବଜନ୍ମରେ ସେ ଥିବେ ମୋନାଲିସାଙ୍କ ଗୁରୁ, ବାସ୍ତବ ନହେଲେ ମଧ୍ୟ ସ୍ୱପ୍ନଲବ୍ଧ। ସେଉଠୁ କହୁଛନ୍ତି, ହଁ ମା, ମୁଁ ଜାଣେ ସେ କଥା। ତୁମେ ଖାସ୍ ତାଙ୍କୁ ଦେଖିବା ପାଇଁ ଆସିନାହଁ ଏଠିକି, ଆସିଛ ତାଙ୍କୁ ନେଇ ମୋତେ ନେଇ ତାଙ୍କୁ ଭେଟିବା ଲାଗି। ଏଇ ଭିନ୍ନ ପରିବେଶରେ, ଏଇ ଭିନ୍ନ ବୃନ୍ଦାବନରେ ଏକାଠି ହେବା ପାଇଁ। ଏମିତି ଆସିଛନ୍ତି ଏଠିକି ଶିଳ୍ପପତି ମସରୁୱାଲା ମନ୍ତ୍ରୀ ରାଙ୍ଗନେକାରଙ୍କୁ ଭେଟିବା ଲାଗି, ଆସିଛନ୍ତି ଜଜ୍ ଶଙ୍କରଲାଲ ଆଇନ ସଚିବ ଯୋଶୀଙ୍କୁ ଭେଟିବେ, ଆସିଛନ୍ତି ବ୍ୟାଟ୍ସମ୍ୟାନ ବର୍ଦ୍ଧନ, ଫିଲ୍ମ ଷ୍ଟାର ନୀଳିମା, ଡାକ୍ତର ବାନାଜୀ ଇତ୍ୟାଦି ଯେ ଯାହା ଉପକାରୀ ବନ୍ଧୁଙ୍କୁ ଭେଟିବା ଲାଗି, ଯେଉଁମାନଙ୍କୁ ସେମାନେ ଅନାୟାସରେ ଭେଟି ପାରିଥାନ୍ତେ ତାଙ୍କ ଦପ୍ତର କିମ୍ବା ବୈଠକଖାନାରେ। କିନ୍ତୁ ସେମାନେ ଧାଇଁ ଧାଇଁ ଏଠିକି ଆସିଛନ୍ତି ପରସ୍ପରକୁ ଭେଟିବେ ବୋଲି, ତାଙ୍କର ଜଣେ ପ୍ରିୟ ଗୁରୁଭାଇ ହିସାବରେ, ଯେହେତୁ ଏଠିକାର ବାତାବରଣ ଭିନ୍ନ। ସ୍ମିତା ମୁଣ୍ଡ ଟୁଙ୍ଗାରିଲେ। ସତ କଥା, ନିହାତି ସତ କଥା। ଏଠିକି କେହି ଆସନ୍ତି ନାହିଁ ନିଜର ଶ୍ରେଣୀ ଓ ପଦବୀ, ସ୍ଥିତି ଓ ପ୍ରତିପତ୍ତି ଇତ୍ୟାଦିକୁ ସାଙ୍ଗରେ ଧରି। ଆସିବା ବାଟରେ ତାକୁ ସବୁ ଉତାରି ଦେଇ ଆସନ୍ତି କେବଳ ଅନ୍ୟତମ ପ୍ରାପ୍ତିକାମୀ, ମୁକ୍ତିକାମୀ ହୋଇ ତାଙ୍କର ଏହି ପରମ ସେବକ ବାବାଙ୍କ ପାଖକୁ, ତାଙ୍କର ମନସ୍କାମନା ପୂର୍ଣ୍ଣ କରିବା ଲାଗି। ବାବାଙ୍କ ଆଶୀର୍ବାଦ ଲୋଡ଼ନ୍ତି ଏବଂ ସେତିକି ପାଇଲାରୁ ସବୁ କିଛି ସହଜ ହୋଇଯାଏ। ଜଣକର ଇଚ୍ଛା ଯୋଡ଼ି ହୋଇଯାଏ ଅନ୍ୟର ଇଚ୍ଛା ସାଙ୍ଗରେ। କାରଣ ସମସ୍ତେ ଏକା ଭଳି, ସମସ୍ତେ ନଗ୍ନ, ସଭିଏଁ ତାଙ୍କ ଅହଂ ବସନକୁ ଉତାରି ଦେଇ ଆସିଛନ୍ତି ବାଟରେ। ହଁ ବାବା, ସ୍ମିତା ନାଚି ଉଠିଲା ପରି ହେଲେ। ମୋର ବି ଠିକ୍ ସେଇଆ ହେଉଛି। ମୁଁ ମୋର ଇଗୋ, ଅହମ୍କୁ ଉତାରି ଦେଇ ଆସିଛି ବାଟରେ। ଉତ୍ତମ। କିନ୍ତୁ ମା, ସେଇ ନଗ୍ନତାକୁ ନିଶ୍ଚିନ୍ତ କରିବାକୁ ପଡ଼େ ଏଠିକି ଆସିଲା ପରେ, କେବଳ ନିଜର ସନ୍ତୋଷ ପାଇଁ, ଏକ ଦୁର୍ଦ୍ଦମ ଆତ୍ମବିଶ୍ୱାସର ଅଧିକାରୀ ହେବା ଲାଗି। ତେଣୁ ଗୋଟାଏ କଥା କର, ଯାହା ଅନ୍ୟମାନେ କରିଥାନ୍ତି। ଏଠିକି ପ୍ରଥମେ ଆସିଲା ପରେ ସ୍ନାନ କରି ସେ ଆଶ୍ରମର ପୁଷ୍କରିଣୀରେ, ଏକୁଟିଆରେ, ତେଣୁ ମଧ୍ୟରାତ୍ରିରେ, ଯେତେବେଳେ କେହି ନଥିବେ ଆଖପାଖରେ ଏବଂ ତୁମେ ସମ୍ପୂର୍ଣ୍ଣ ସ୍ନାନ କରିପାରିବ, ସମ୍ପୂର୍ଣ୍ଣ ଭାବରେ ଦେହରୁ ଖସେଇ ଦେଇପାରିବ ତୁମର ଅହଂ ବସନକୁ। ଯଦି ତଥାପି କିଛି ଲାଗି ରହିଥାଏ ସେଥିରୁ,
ସେଇଠୁ ଯଥାର୍ଥରେ ମନେ ହେବ ତୁମର ଯେ ତୁମେ ମୁକ୍ତ, ତୁମେ ନଗ୍ନ। ଅନ୍ୟ ଅର୍ଥରେ କୌଣସି ସ୍ୱାର୍ଥ ତ୍ୟାଗର ଡାକରା ତୁମକୁ ବଳେଇ ଯିବ ନାହିଁ। ତାହେଲେ ଯାଇ ତୁମର ମନସ୍କାମନା ପୂର୍ଣ୍ଣ ହେବ। କ'ଣ କରିପାରିବ ମା? ଆଣିଦେଇ ପାରିବ ସେଇ ପ୍ରସ୍ତୁତି ନିଜର ସନ୍ତୋଷ ପାଇଁ। ତାପରେ ଆସିବ ମୋ ପାଖକୁ କାଲି ସକାଳେ ନୂଆ ମଣିଷଟିଏ ହୋଇ। ଏହାପରେ ମୋ କାହାଣୀର କ୍ଲାଇମାକ୍ସ। ବାବାଙ୍କ କଥା ମାନି ସ୍ମିତା ଆଶ୍ରମର ପୋଖରୀକୁ ଯାଇଥିଲେ ରାତି ଅଧରେ ସ୍ନାନ କରିବା ପାଇଁ। ବାବାଙ୍କ ଭାଷାରେ ସମ୍ପୂର୍ଣ୍ଣ ସ୍ନାନ କରି ଯଥାର୍ଥରେ ନଗ୍ନ ଅର୍ଥାତ୍ ଇଗୋମୁକ୍ତ ହେବା ପାଇଁ। କିନ୍ତୁ ତାପରେ କ'ଣ ହେଲା? କେଉଁ ପଦ୍ମ ଆହୁରି ଘୁଞ୍ଚିଗଲା ଅଣ୍ଟାଏ ପାଣିରେ ଠିଆ ହେଲା ବେଳକୁ, ଏବଂ ସେ ଆହୁରି ପାଦେ ଆଗେଇ ଗଲେ। ତହୁଁ ପାଣିର ଗହୀରକୁ କଳି ପାରିଲେ ନାହିଁ ଏବଂ ତାଙ୍କର ଗୋଡ଼ ଖସିଗଲା। ନା ସେ ତୁଲେଇ ପାରିଲେ ନାହିଁ ସମ୍ପୂର୍ଣ୍ଣ ସ୍ନାନର ଦାୟିତ୍ୱ। ଯେତେ ବୁଡ଼ିଲେ, ଉଠିଲେ, ଗାଧୋଇଲେ ବି ତାଙ୍କର ମନେ ହେଲା ଯେ ବହଳ ହୋଇ ଯେଉଁ ଇଗୋ ଜରିଯାଇଛି ତାଙ୍କ ଦେହରେ, ମୁଁ ଆଗେ ଉପରକୁ ଉଠେ, ତାପରେ ବୁଝିବା ଅନ୍ୟମାନଙ୍କ କଥା। ଏହି ମାନସିକତାକୁ ନେଇ ଯେଉଁ ନେତ୍ରୀଗୁଣ ସୁଖ ଦେଇ ଆସିଛି ଆଜି ଯାଏଁ, ହଜାରେ ମୁଣ୍ଡ ବଥା ସତ୍ତ୍ୱେ ତାଙ୍କୁ ସେ କଦାପି ମୁକୁରି ପାରିବେ ନାହିଁ। ତେଣୁ ଏକ ହତାଶ କ୍ରୋଧର ଆବେଗରେ ସେ ପାଣିରେ ଝାସ ଦେଲେ ନିଜକୁ। ନା ଯେଉଁ ସମର୍ପଣର ପ୍ରବଣତା ତାଙ୍କୁ ଯଥାକ୍ରମେ ଏକ ସୁନ୍ଦର ପହଞ୍ଚେଇଥିବା ଜୟୀବାବାଙ୍କ ପାଖରେ, ଏଇ ଥିଲା ସେହି ସୌନ୍ଦର୍ଯ୍ୟ ପିପାସର ଶେଷ କଥା। ଅର୍ଥାତ୍ ଅଭିସାରିକା ଏହିପରି ଭାବରେ ମିଶାଇ ଦେଲେ ନିଜକୁ ଶ୍ୟାମ ସମାନ ମୃତ୍ୟୁ ସାଙ୍ଗରେ, ଏବଂ ଏହା ହିଁ ଥିଲା ତାଙ୍କର ଇପ୍ସିତ ଉପଲବ୍ଧି। କହିହେବ ନାହିଁ କ'ଣ ହେଲା, କିନ୍ତୁ ହଠାତ୍ ଏକ ଚିତ୍କାର ଶୁଣାଗଲା ଏବଂ ଆଶ୍ରମର କେତେକ ଅନ୍ତେବାସୀ ଧାଇଁ ଆସି ଦେଖିଲେ ଯେ ଆଜି ସନ୍ଧ୍ୟାର ଆଗନ୍ତୁକ ଜଣକ ବୁଡ଼ି ଯାଉଛନ୍ତି। ତାଙ୍କୁ କୌଣସି ମତେ ଉଦ୍ଧାର କରି ଅଣାହେଲା ପାଣି ଭିତରୁ। ଯଥେଷ୍ଟ ଚେଷ୍ଟା କରାଗଲା ତାଙ୍କୁ ବଞ୍ଚାଇବା ପାଇଁ, କିନ୍ତୁ କେଉଁଥିରେ କିଛି ଲାଭ ହେଲା ନାହିଁ। ସ୍ମିତା ବେହେରା ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରି ସାରିଥିଲେ ସକାଳ ହେବାର ଅନେକ ପୂର୍ବରୁ।